ହଁ ଧନ ଏ ନାଇଁ ମ ଆମେ ଘର ପାଖରେ ବସିଛି ଏଇ ଆମର ଏସି ଟା अबे ଚଲେଇ साले। ଦେଇକି ବସିଛି ଏସି ବହୁତ ଗରମ ହଉଛି ନା। ଆଉ ତମେ ଭଲ ଅଛ ନା ଖାଇଲଣି ନା? ହଁ ହଁ ହଉ। ଭାଇ ରଘୁଆ ଘର ଟା କୋଉଠି? ରଘୁଆ ଘର ନା ଆଜ୍ଞା ଏଇପଟେ ଯିବ ସିଧା ଯିବ ପଛରେ ଗୋଟେ ଦି ତାଲା ବିଲ୍ଡିଂ ଅଛି ଦି ଆଜ୍ଞା। ତାଲା ବିଲ୍ଡିଂ ପାରିବ ତା ପଛକୁ ଆଉ ଗୋଟେ ସୁରୁଆ ଗଳି ଅଛି ସେପଟେ ଯିବ ଲାଷ୍ଟ ରେ ଚାଳିଆ ଘରଟା ସେଇଟା अबे ହଉଛି ରଘୁଆ साले। ଘର। ହଉ ଠିକ ଅଛି। ଭାଇ କଣ ପାଇଁ ତା ଘରକୁ ଯିବ କି କଣ ହେଇଛି କି? ସିଏ ଏକ୍ଜାମ ଦେଇଥିଲା ତାଙ୍କର ଚାକିରି ବାଜି ଯାଇଛି ଆଉ ଜଏନିଂ ଲେଟର ଟା ଆସିଛି ଜଏନିଂ ଲେଟର ଦବା ଆଉ। ରଘୁଆ ପୁଅ ନା? ଆଜ୍ଞା। ଶଳା ସିଏ ତ ମୋ ସାଥିରେ ଏକ୍ଜାମ ଦେଇଥିଲା ତା ଚାକିରି ବାଜିଛି ମୋ ଚାକିରି ବାଜିନି ମତେ ସେ ଚିଠି ଟା ଯଦି ଘରକୁ ପହଞ୍ଚିଥିବ ତାହେଲେ ମୋ ଘର ଲୋକ ମତେ ଛାଡିବେନି ଚପା ଖେଳେଇଦବ। ଭାଇ କଣ ଭାବୁଛ? ନାଇଁ ନାଇଁ କିଛି ନାଇଁ ମୁଁ କହୁଛି ଭାଇ ମୁଁ ତମକୁ ଗୋଟେ କାମ କରୁଛି ମୁଁ ଆଜ୍ଞା ତମକୁ 500 ଟଙ୍କା ଦଉଛି ଆଜ୍ଞା। ଆଉ ତମେ ସେ ଲେଟର ଟା ମତେ ଦେଇଦିଅ ମୁଁ ତା ଘରେ ଦେଇଦେବୁ। ଭାଇ ତମକୁ ଚିହ୍ନିନି ହଉ ତମେ 1000 ଦିଅ। ହଉ 1000 ଦେଇଛି ତମେ ଗୋଟେ କାମ କର ଜଏନିଂ ଲେଟର ଟା ଏଇଠି ଚିରି ଦିଅ। ନା ଭାଇ ମୁଁ ତମକୁ ଦଉଛି ତମେ ତାକୁ ଦେଇଦିଅ। ମୁଁ ତା ଭଲ ସାଙ୍ଗ ଗୋଟେ अबे ଦିଅ ଭରସା साले। କରି ଦିଅ ମୁଁ କିଛି ଅସୁବିଧା ହବନି। ନିଅ। ହଉ ଠିକ ଅଛି ଭାଇ ଆସିବେ। ହଁ। ସେ ଭାଇ ତ ସିଗ୍ନେଚର ମାରିଲାନି ଯାଇ ଆଉଥରେ ଯାଇ ଭାଇ ତମେ ସିଗ୍ନେଚର ଟା ମାର ତ ଇଏ ଲେଟର ନେଲା ସିଗ୍ନେଚର ମାର ନହେଲେ ମୋ ଉପରେ ପ୍ରେସର ହେଇଯିବ ସରକାରୀ ସିଗ୍ନେଚର କାରବାର ନା। ହଉ ମାରି ଦଉଛି ମାର। ହଉ ଠିକ ଅଛି। ଠିକ ଅଛି ଭାଇ ଦେଇଦବ ତାକୁ। ହୁଁ ଆସିଛି ଯାହା ବାବୁ ଜଏନିଂ ଲେଟର ଆଗ ଚିତେ ନହେଲେ କିଏ ଦେଖି ନଉଛି କଣ ଚିଚରେ ତୁ ଭାଇ କିଶୋର କିଛି ଏଟା ନାହିଁ କିଛି ନାହିଁ କିଛି ନାହିଁ। ଚିଚରେ ଖାଲି ଆଜି ଏ ସେ ଭାଇ ସତେ କହିବି ଏଟା ସେ ରଘୁଆ ପୁଅର ଚାକିରି ବାଜିଛି ଜଏନିଂ ଲେଟର ଟା ଆସିଥିଲା ସେଇଟା ଚିରି ଦେଇଛି। ତୁ ପରା ଏକ୍ଜାମ ଦେଇଥିଲୁ। ଆଉ ମୋ ବାଜିନି ତାହାର ବାଜି ସେଥିପାଇଁ ଚିରି ଦେଇବି କଥା ସରିଯିବ ଘର ଲୋକ ମୂର୍ଖ ଜାଣିପାରିବେନି। ଛୁଆର ତୁ କଣ ପାଇଁ ଏତେ ଚାକିରି ବରବାଦ କରୁଛୁ କଣ ଚିରିଦେଲେ କଥା ସରିଯିବ କଣ ପାଇଁ ଯା ତାଙ୍କ ଦେଇ ଯା ତାଙ୍କ ଦେଇ ନିଜେ ତ ଫେଲ ହେଇଛି ଦେଇକି ଏଠି ଭାଇ ଭୁଲ ହେଇଛି ମୋର ଆଉ ଏମିତି କାହାର ଜୀବନ ନଷ୍ଟ କରିବିନି ଭୁଲ ହେଇଛି ମତେ କ୍ଷମା ନିଜେ କରିଦିଅ। ତ ଚାକିରି ପାଇବନି अबे साले। ମୂର୍ଖ